भगवते वासुदेवाय। प्रथम स्कंध चतुर्थ अध्याय। वेद पुराण रचि व्यास, चित्ते नोहिले परितोष। चतुर्थ अध्याय चरित, जहु प्रकाश भागवत। व्यास उवाच एमन्ते भागवत बाणी, सुत मुनिंक मुखु शुणी। मुनिंक मध्ये कुलवृक्ष, सैन्यक नामे धर्म शुद्ध। सर्वमुनिंक अवधाने, पुछन्ति मधुर वचने। सैनक उवाच हे सुत तुम्भे महाधीर, बकता जन मध्ये वर। जाह्नवी तटे राजा आगे, शुक जा कहिले सरागे। से कथा कह आम्भ आगे, तुम्भे जे अट महाभागे। ए भागवत शास्त्र केबे, व्यास रचिले केउ जुगे। काहार बोले काहि बसी, कि भावे कि हेतु उद्देशी। शुक जे ताहांक कुमर, समदरसी निर्विकार। एकांत मति रात्र दिने, कृष्ण महिमा जार मने। निर्माया मूढ़ता प्रतीति, लखी न पारे केहि गति। जाहार आगमन काले, देवकन्याए थिले जळे। स्वभावे नग्न तांकु देखि, धाइले लज्जाकु उपेखि। देखिबा अर्थे जल तटे, मिलिले शुकंक निकटे। व्यासंकु तांक पछे चाहि, जले पशिले बेगे जाई। स्वभावे से सुर युवती, जानती सर्व प्राणी गति। चंचल व्यासंकर मति, पुनि क्षणके पाई शांति। कन्याकु चाहि पचारंती, अइल मोर पुत्र चाहि, किंपा पशिल जले जाई। ए किस तुम्भर बेभार, से शुक मोहर कुमर। तरुण बयस ताहार, ए वृद्ध शरीर मोहर। व्यास वचने नारी गणे, तक्षणे नमिले चरणे। बोलंती व्यास मुख चाहि, संसार तांक हृदय नेई। स्त्री पुरुष न जानती, समस्त एक भावे चिंती। तुम्भे जे बोल आम्भे वृद्ध, विषयर से अछि सध। ए घेनी होइलु अंतर, आम्भर दोष क्षमा कर। एमन्ते गले नारी गणे, शुक रहिले सेहि बने। से शुक मुनि किस कार्ये, प्रवेश कले कुरु राज्ये। जड़ उन्मत्त प्राय होई, ताहांकु केहि न जानई। केमन्ते परीक्षित मेळे, मिलिले जाह्नवीर कूळे। तहि अनेक मुनि मध्ये, ए भागवत रसास्वादे। प्रजांक द्वारे सायंकाळे, जे नित्ये भिक्षा अर्थे मिळे। गोदोह मात्र द्वारे रही, गृहिंकी तीर्थ फल देई। से मुनि परीक्षित मेळे, मिलिले पूर्व पुण्य फळे। से पुनि भागवत शास्त्र, कहिले एत आचंबित। से भागवत परीक्षित, स्वभावे अभिमन्यु सुत। ताहांक जन्म कर्म जेते, कहिबा आम्भर ग्रते। अति अद्भुत अछु जानी, एबे तरिबु ताहा शुणी। से सर्व राजांकर सार, पांडव वंशे कीर्तिधर। राज संपद करि दूर, किंपा रहिले गंगा तीर। शत्रु राजाए जार पाद, नमंती देईन संपद। जुबा बयसे नरपति, तेजिण अचल विभूति। जेहु शरीर ए संसारे, बहई पर उपकारे। हरिचरण चिंती चित्ते, जे राजा वर्ते जनहिते। से किंपा छाड़िले जीवन, उपेक्षी गृह धन जन।
କହ କାରଣ କିବା ଅର୍ଥେ ସଂଶୟ ଛାଡ଼ିବ ଯେ ମନ୍ତେ। ତୁମ୍ଭେ ସକଳ ବିଦ୍ୟା ପର କହ ସଂଶୟ ଯାଉ ଦୂର। ଏମନ୍ତେ ସୈନକ ବଚନେ ସକଳ ପ୍ରଶ୍ନ ଅନୁମାନେ। କହନ୍ତି ସୁତ ମହାଋଷି ମୁନିଙ୍କ ପ୍ରଶ୍ନ ପରଶଂସି। ସୁତ ଉବାଚ ଶୁଣ ସକଳ ମୁନିଜନ ଶ୍ରୀକୃଷ୍ଣ ଚରିତ ବିଧାନ। ତ୍ରେତୟା ଯୁଗ ଭୋଗ ଅନ୍ତେ ଦ୍ୱାପର ଯୁଗ ଉପଗତେ। ପରାଶରଙ୍କ ବୀର୍ଯ୍ୟଯୁତେ ଯୌନାଗନ୍ଧା ଗର୍ଭଗତେ। ବିଷ୍ଣୁର ଅଂଶେ ବ୍ୟାସ ମୁନି ଜନ୍ମିଲେ ନର ଦେହ ଘେନି। ସେ ଏକ ଦିନେ ପ୍ରାତଃକାଳେ ସ୍ନାହାନ ସାରି ଗଙ୍ଗା ଜଳେ। ଏକାନ୍ତେ ବଦରିକାଶ୍ରମେ ବସିଣ ନିଶ୍ଚଳ ଆସନେ। ପର ଅବର ଜ୍ଞାନ ଜାଣେ ସକଳ ଶାସ୍ତ୍ର ପରିମାଣେ। ଯେ କାଳ ପୁରୁଷର ବଳେ ଯୁଗେ ଉଡ଼ନ୍ତି ଅନ୍ତରାଳେ। ତାହାକୁ ନ ଦେଖନ୍ତି କେହି ବ୍ରହ୍ମାଣ୍ଡ ମଧ୍ୟେ ଦେହ ବହି। ପ୍ରାଣୀଙ୍କ ବଳ ନିତ୍ୟ ହରେ ଯୁଗ ସ୍ୱଭାବ ଅନୁସାରେ। କଳିୟାଗମେ ପ୍ରାଣୀଙ୍କର ଯେମନ୍ତେ ହୋଇବ ବ୍ୟବହାର। ଶ୍ରଦ୍ଧା ଛାଡ଼ିବେ ଅତି ଦୂରେ ନିଃସତ୍ତ୍ୱ ହୋଇବେ ଶରୀରେ। ବୁଦ୍ଧି ହୋଇବ ଲୋଭବଶ ଲୋକେ ହୋଇବେ ଅଳ୍ପାୟୁଷ। ଦୁର୍ଭୋଗ ହୋଇବେ ସକଳେ ଏହା ଜାଣିଲେ ଜଗ ବଳେ। ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କଳି ବଞ୍ଚିବେ ଯେଉଁ ଧର୍ମେ। ବେଦ ଉଚିତ ଶୁଦ୍ଧ କର୍ମ ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ। ଜୀବର ଶୁଦ୍ଧେ ଅର୍ଥ କରି ଯେମନ୍ତେ ବିଷ୍ଣୁ ମାୟା ତରି। ଧର୍ମ ସାଧିବେ ଯଜ୍ଞ ମତେ ଏମନ୍ତ ଭାଳି ମୁନି ଚିତ୍ତେ। ବେଦକୁ କଲେ ଚାରି ଖଣ୍ଡ ମଧ୍ୟେ ଭିଆଇ କର୍ମକାଣ୍ଡ। ଋକ୍ ଯଜୁଃସାମ ଅଥର୍ବ ଏ ରୂପେ କରି ଭିନ୍ନ ଭାବ। ପଞ୍ଚମ ବେଦ ଇତିହାସ କଲେ ପୁରାଣ ଅଷ୍ଟାଦଶ। ପଇଳ ମୁନି କି ଆଣିଲେ ପ୍ରଥମ ବେଦ ପଢ଼ାଇଲେ। ଜୈମିନୀଙ୍କ ଦେଲେ ସାମ ଯଜୁଯେ ବୋଇ ସମ୍ପାୟନ। ଅଙ୍ଗିରା ମୁନି ଅଥର୍ବଣେ ଯେ ମୋ ପିତାର ମୋହର ଶଣେ। ପୁରାଣ ଅଷ୍ଟାଦଶ ଦେଲେ ଏମନ୍ତେ କର୍ମ ସମ୍ପାଦିଲେ। ସେ ଶିଷ୍ୟେ ବିଚାରି ନିଶ୍ଚଳେ ବେଦ ବୃକ୍ଷକୁ ଯୋଗ ବଳେ। ଅନେକ ଶାଖା ଭିଆଇଲେ ଶିଷ୍ୟେ ପ୍ରଶିଷ୍ୟ ଶିଖାଇଲେ। ଅଳପ ବୁଦ୍ଧି ନର ଯେତେ ବେଦ ନ ଘେନି ଦୃଢ଼ ଚିତ୍ତେ। ତେଣୁ ଏ ବେଦ ଭାଗ କଲେ ଯେ ଯାହା ମତି ଅନୁସାରେ। ସ୍ତ୍ରୀ ଶୂଦ୍ର ଜନ ଏ ଜଗତେ ଯୋଗ୍ୟ ନୁହନ୍ତି ବେଦ ପଥେ। ତାହାଙ୍କ ନିସ୍ତାରଣ ଅର୍ଥେ ଉପାୟ ଚିନ୍ତି ଦୟା ଚିତ୍ତେ। ବୁଦ୍ଧି ମନ୍ଦରେ ବେଦ ମନ୍ଥି ଭାରତ ପଦ ବନ୍ଧେ ଗୁନ୍ଥି। ବେଦୁ ଉଦ୍ଧାରି ସାର ଅର୍ଥେ ସୃଜିଲେ ପୁରାଣ ଭାରତେ। ପ୍ରାଣୀଙ୍କୁ ନିସ୍ତାରିବା ଅର୍ଥେ ଏ ରୂପେ ସୃଜି ବେଦ ମତେ। କଲେହେଁ ସର୍ବ ଧର୍ମ ଯେତେ ଦୋଷ ନହିଲେ ହୃଦଗତେ। ଆଶ୍ରମ ସରସ୍ୱତୀ କୂଳେ ମନ ଯେ ନ ରହେ ନିଶ୍ଚଳେ। ଯୋଗେ ନ ପାରି ଚିତ୍ତ ଧରି ଚଞ୍ଚଳେ ଏମନ୍ତ ବିଚାରି। ଅତି କଠୋରେ ବେଦ ଅଗ୍ନି ପୂଜି ଗୁରୁଙ୍କ ଆଜ୍ଞା ମାନି। କର୍ମର ନାଶ ନାହିଁ ତେଣେ ମୁଁ ଯାହା କରିଛି ନିର୍ମାଣେ। ଯେଉଁ ଭାରତ ବେଦ ସାରେ କଲି ସ୍ତ୍ରୀ ଶୂଦ୍ର ତାରିବାରେ। ତେବେ ନିର୍ମଳ ନୋହେ ମନ ଚିନ୍ତା ଅନଳେ ଛନ ଛନ। ଏ ମନ ଧରିବି କେମନ୍ତେ ନିଶ୍ଚଳ କରି ଜ୍ଞାନ ପଥେ। ଯେତେ ଚିନ୍ତିଲି ବେଦ ଧର୍ମ ବିଚାରେ ସେ ତ ମାୟା ଭ୍ରମ। ଏ ମାୟା ତୁଟଇ ଯେମନ୍ତେ ଶ୍ରୀକୃଷ୍ଣ ଭକ୍ତି ଯୋଗ ପଥେ। କହିବି ଭାଗବତ ଧର୍ମ ଯେଣେ ନ ଲାଗେ ଭବ ବ୍ରହ୍ମ। ଏମନ୍ତ ହୃଦଏ ବିଚାରି ମନକୁ ନ ପାରନ୍ତି ଧରି।
ଏମନ୍ତ ସମୟେ ନାରଦ ଆସନ୍ତେ ଶୁଭେ ବୀଣାନାଦ। ତକ୍ଷଣେ ସରସ୍ୱତୀ ଅଟେ ମିଳିଲେ ବ୍ୟାସଙ୍କ ନିକଟେ। ନାରଦ ଆଗମନ ଦେଖି ତକ୍ଷଣେ ଆସନ ଉପେକ୍ଷି। କେତେ ହେଁ ଦୂର ଆଗ ସରି ନାରଦ କରେ କର ଧରି। ବସାଇ ଉତ୍ତମ ଆସନେ ପୂଜିଲେ ଅତିଥି ବିଧାନେ। ସେ ବ୍ୟାସ ନାରଦଙ୍କ ପାଦେ ସୁଜନେ ପ୍ରଣାମ ଆନନ୍ଦେ। ଯାର ଚିନ୍ତନେ ପାପ ନାଶ ନମଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ନୈମିଷ୍ୟପାଖ୍ୟାନେ ନାରଦଗମନଂ ନାମ ଚତୁର୍ଥୋऽଧ୍ୟାୟ।